କୋଉଠି ଲୋକ? ବାରଙ୍ଗରେ ଚଳନ୍ତା ସ୍କୁଟିରେ ହୁତୁ ହୁତୁ ହୋଇ ଲାଗିଲା ନିଆଁ। ବାରଙ୍ଗ ଅଞ୍ଚଳରେ ଆଜି ଏକ ଭୟାବହ ଘଟଣା ଦେଖିବାକୁ ମିଳିଛି। ତ୍ରିଶୁଳିଆ ଛକ ନିକଟରେ ଚଳନ୍ତା ଅବସ୍ଥାରେ ଥିବା ଏକ ପେଟ୍ରୋଲ ସ୍କୁଟିରେ ହଠାତ୍ ନିଆଁ ଲାଗି ଯାଇଥିଲା, ଯାହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ OD05BY7709 ନମ୍ବର ଆକ୍ଟିଭା ପେଟ୍ରୋଲ ସ୍କୁଟିଟି ପଟିଆରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ସମୟରେ ତ୍ରିଶୁଳିଆ ଛକ ନିକଟରେ ହଠାତ୍ ଗାଡ଼ିରୁ ଧୂଆଁ ବାହାରିଥିଲା। ଏହାକୁ ଦେଖି ଚାଳକ ଜଣକ ସତର୍କତାର ସହିତ ଗାଡ଼ିଟିକୁ ରାସ୍ତା ପାଖକୁ ସାଇଡ୍ କରିଦେଇଥିଲେ। ଗାଡ଼ିରୁ ନମି ଯାଞ୍ଚ କରିବା ସମୟରେ ଧୂଆଁ ବାହାରୁଥିବା ସହ ହଠାତ୍ ହୁତୁ ହୁତୁ ହୋଇ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସ୍କୁଟିରେ ପେଟ୍ରୋଲ ପୁରା ଭରା ଥିବାରୁ ଏବଂ ସମ୍ଭବତଃ ଏୟାର ନେବା ସହ ସର୍ଟ ସର୍କିଟ୍ ହେବା ଯୋଗୁଁ ନିଆଁ ଲାଗିଥାଇପାରେ। ଘଟଣା ପରେ ପାଖରେ ଥିବା ସ୍ଥାନୀୟ ଲୋକ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁର ଭୟାବହତା ଯୋଗୁଁ ସେମାନେ ସଫଳ ହୋଇପାରିନଥିଲେ। ଶେଷରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦେଇଥିଲେ। ଏହି ଘଟଣାରେ ଚାଳକଙ୍କ ସମୟୋଚିତ ବୁଦ୍ଧିମତ୍ତା ଓ ସଚେତନତା ଯୋଗୁଁ କାହାର କୌଣସି କ୍ଷତି ହୋଇନାହିଁ, ତେବେ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ଘଟଣା ପରେ କିଛି ସମୟ ପାଇଁ ତ୍ରିଶୁଳିଆ ଛକରେ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ହଁ।